ସାନ୍ଧ୍ୟ ପାଠଚକ୍ରକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। With our own perfection grows in us a generous understanding of others. ଅନ୍ୟମାନଙ୍କ ପ୍ରତି ଗୋଟେ ଉଦାର ମନୋଭାବ ସହିତ ବୁଝାମଣା, ଅନ୍ୟମାନଙ୍କୁ ଆମେ ବୁଝିବା ଗୋଟେ ନିଜ ଭିତରେ ଗୋଟେ ଉଦାର ମନୋଭାବ ସହିତ, ସେଇଟା ଗୁରୁତ୍ୱପୂର୍ଣ୍ଣ। ଜେନେରସ୍ ଅଣ୍ଡରଷ୍ଟାଣ୍ଡିଂ, କାରଣ ଏଇଟା କେତେବେଳେ ଦରକାର ନା ଅନ୍ୟମାନଙ୍କ ଭିତରେ କିଛି ଗୋଟେ ଆମେ ଦୁର୍ବଳତା ଦେଖୁଛେ, ସେ ଦୁର୍ବଳତା ପ୍ରତି ତାକୁ ଧର ଜଣଙ୍କର ଗୋଟେ ଖଣ୍ଡିଆ ହେଇଛି, ସେ ଖଣ୍ଡିଆକୁ ଉଖାରି ଦେଲେ ତାକୁ କଷ୍ଟ ହେବ, ସେ ଖଣ୍ଡିଆକୁ ଆଉଁସି ଦେଲେ ତାକୁ ଭଲ ଲାଗିବ। ଉଖାରିବା ନେଚରଟା ଲୋକମାନଙ୍କୁ ପ୍ରାୟ ଥାଏ। ଆମକୁ ଦିଆହେଉଛି ଜେନେରସ୍ ଅଣ୍ଡରଷ୍ଟାଣ୍ଡିଂ। ଜେନେରସ୍ ଅଣ୍ଡରଷ୍ଟାଣ୍ଡିଂ ମାନେ ତାକୁ କୋମଳ ଭାବରେ ଶ୍ରଦ୍ଧାର ସହିତ ଯଦି ଆମେ ତା ସାଙ୍ଗେ ଆଲୋଚନା କରୁ, ସେଇଟା କେତେବେଳେ ସମ୍ଭବ ହେବ ନା ଯେତେବେଳେ ଆମ ନିଜର ପରଫେକ୍ସନ୍ ଆସ୍ତେ ଆସ୍ତେ ବଢ଼ିବ, ଆମ ଭିତରେ ପୂର୍ଣ୍ଣତା ବଢ଼ିବ ଆସ୍ତେ ଆସ୍ତେ। ଅନ୍ୟମାନଙ୍କ ପ୍ରତି ଉଦାରତାର ମନୋଭାବ ପ୍ରକାଶ ପାଇବ ସେତିକି ବେଳେ ଯେତେବେଳେ ଆମ ଭିତରେ ନିଜ ଭିତରେ ଗୋଟେ ପୂର୍ଣ୍ଣତା ମାନେ ଏଇସବୁ ଜିନିଷକୁ ଗ୍ରହଣ କରିବାର। ଗୋଟେ ବ୍ୟକ୍ତି କଷ୍ଟ ପାଉଛି, ଆପଣ ତା କଷ୍ଟ ନେଇପାରିବେନି, ତା କଷ୍ଟ ତା ପାଖରେ ସେ ଆପଣଙ୍କୁ ଦେଇପାରିବେନି, ଆପଣ ତା କଷ୍ଟ ନେଇପାରିବେନି। କିନ୍ତୁ ଆପଣଙ୍କର ଆଚରଣ, ଆପଣ ତାର ସହିତ କଥାବାର୍ତ୍ତା, ତା ପ୍ରତି ଆପଣଙ୍କର ଯାହା ଆଚରଣ ରହିବ, ଯାହା ମନୋଭାବ ରହିବ, ସେ ବ୍ୟକ୍ତିର କଷ୍ଟକୁ ଲାଘବ କରିଦେଇପାରିବ, ଭୁଲେଇ ଦେଇପାରିବ କଷ୍ଟକୁ। ଅନ୍ତତଃ କିଛି ସମୟ ପାଇଁ ସେ ତା ମନ ରହିବନି କଷ୍ଟ, ସେ ଭୁଲି ଯାଇଥିବ। ଏଭଳି ଗୋଟେ ସମ୍ଭାବନା ଆମ ଭିତରେ ଅଛି, ଆମେ କରିପାରିବା। ତେଣୁ ତା ଫଳରେ କ'ଣ ହେବ ନା ଅନ୍ୟମାନଙ୍କୁ ତୁମେ କିଛି ସାହାଯ୍ୟ କରିପାରିବ। ମୁଁ ଯିଏ ଯେଉଁ ଗୀତର ଉଦାହରଣ ଦିଏ ସବୁବେଳେ ଆପଣମାନଙ୍କ ଆଗରେ ବହୁତ ଥର କହିଛି ଏଠି, ହିନ୍ଦୀ ଗୀତଟି, ଖୁଦ ଯିଏ ସବको जीना सिखाए अपनी खुशियाँ चलो बांटाए। खुद जिए सबको जीना सिखाए अपनी खुशियाँ चलो बांट आए। खुद जिए सबको जीना सिखाए अपनी खुशियाँ चलो बांट आए। खुद जिए सबको जीना सिखाए अपनी खुशियाँ चलो बांट आए। खुद जिए सबको जीना सिखाए अपनी खुशियाँ चलो बांट आए। खुद जिए, ନିଜେ ବଞ୍ଚିବା, ଅନ୍ୟମାନଙ୍କୁ ବଞ୍ଚିବା ଶିଖେଇଦେବା, ସମସ୍ତଙ୍କୁ ବଞ୍ଚିବା ଶିଖେଇବା। खुद जिए सबको जीना सिखाए, କେମିତି ନା अपनी खुशियाँ चलो बांट आए। ନିଜ ପାଖରେ ଯାହା ଖୁସି ରଖିଛ, ଆଉ ଖୁସିଟା ତୁମେ ଯେତେ ବାଣ୍ଟିବ ସେତେ ବଢ଼ିବ। ଖୁସି ଯେତେ ବାଣ୍ଟିବ ସେତେ ବଢ଼ିବ ତୁମ ପାଖରେ। ତୁମେ ଦେଇ ଚାଲିଥିବ, ଖୁସି ହେଇ ଚାଲିଥିବ। ଅନ୍ୟକୁ ଖୁସିରେ ରଖିବା ପାଇଁ, ଅନ୍ୟମାନଙ୍କୁ ଗୋଟେ ଖୁସିର ମାହୋଲ ଦେବା ପାଇଁ, ଖୁସିର ଗୋଟେ ପରିବେଶ ଦେବା ପାଇଁ, ଖୁସିର ଗୋଟେ ଅନୁଭବ ଦେବା ପାଇଁ ଏ ଉଦ୍ୟମ ଗୋଟେ ବଡ଼ ଉଚ୍ଚକୋଟୀର ଅନୁଭବ ଗୋଟେ। ଯାହା ହଉ, ଏଠି ମାର୍କେଟ ତୁମ ଭିତରେ ଯଦି ପରଫେକ୍ସନ୍ ପାଇଁ ତୁମେ ଚେଷ୍ଟା କରୁଥାଅ, ଅଧିକ ପରଫେକ୍ସନ୍ ହେଉଥାଏ, ପୂର୍ଣ୍ଣତା ଅଧିକ ଆସୁଥାଏ, ତାହେଲେ ତୁମେ ଅନ୍ୟମାନଙ୍କ ଭିତରେ ଗୋଟେ ଉଦାରତାର ବୁଝାମଣା ସୃଷ୍ଟି କରିପାରିବ। ଡୁ ନଟ୍ ଟ୍ରବୁଲ୍ yourselves with what others do. ଅନ୍ୟମାନେ କ'ଣ କରୁଛନ୍ତି ସେଥିପାଇଁ ତୁମର ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଡୁ ନଟ୍ ଟ୍ରବୁଲ୍ yourselves with what others do. I cannot repeat it,
टू यू टू ऑफन केते कथा केते थर कथा कहूथि मागले केते थर कथा आई डू नॉट आई कैन नॉट रिपीट इट टू यू टू ऑफन एते थर मु तुम कथा कहि पारि अन्यमान कथार बदर करवा तुम कौन आवश्यकता नहीं अन्यमान कथार व्यस्त हवा कौन तुम मुंड बिंधा आवश्यकता नहीं डू नॉट जज कहा प्रति मतामत दियो नहीं डू नॉट क्रिटिसाइज क्या समालोचना कर नहीं डू नॉट कंपेयर क्या तुम सहित कंपेयर करने अर्थ तुलना करनी तुम क्या साथ तुलना करनी दैट इज नॉट योर लुकआउट सेटा तुम काम नुह ए कहानीटा मु कौन स्थान शुणी टिके कहानी एपट सेपट हो पारे कि जिनसटा या गोटे साधु गोटे कोठा तले गोटे गछ मूल बसिकी बसती नित्यकर्म करती से अन्य मैंने आसती कहीं पाखे बसती कथा शुणा आसती से गोटे निर्दिष्ट समय उपरू 2 माल कि 3 माल गोटे उपरू मैला पड़ो सेठिकार जे गृहकर्त्री जे से झाड़ू फाड़ू कर सब कर एकाठी करके ऊपर तलू पकईदे साधु को ठीक मुंडे पड़ो साधु झाड़ी जुड़ी पड़े जो मैंने बस्ते व्यस्त हो पड़े कहे आप किसी व्यस्त किसी व्यस्त कारण नहीं से बसंत सेमती निर्विकार भाव दिने से मैला पड़ानी निर्दिष्ट समय पड़े सब बड़े पड़ानी से कौन कले जे भक्त मान कि थे विदा कर कहले उठिक गले से कड़े जाऊँ ना देह बोधे भल ना असुस्थ अच्छा बोधे देखिले प्रकृति से असुस्थ अच्छा सी जो पकौले मैला ए को प्रकार मनोभाव ये उदारतार गोटे मनोभाव ना नुह सबुदिन से मैला पकाउछन्ति किंतु प्रति विरक्ति आसुनी गोटे अत्यंत पापिष्ठ अत्यंत अनार्य रोगटा गोटे मत एत हैरान कर सबुदिन मत पकाउछ कि जगह छाड़ी पड़े जाते से जगह छाड़ी पड़े जाते आउ कौटी उठी बसते से बस सबुदिन से मैला पड़ी कि जो दिन पड़ूनी मैला से जाऊँ देखा सेवा कर परामर्श दें जहाँ कर साहाय्य करके आईटा समस्त में संभव नुह बेले बेले समस्त में उचित भी नुह ना आम लोक सब अच्छा कहे ये मु तुम छात तले से बसथी तुम सब मैला पकेब मो ऊपर जिन पड़ो देखी पकेब आ मझे दिन अटकी जीव मुझे तुम देखा मो ना कहानी हो पार्चक भाई कहे सेमती समस्त उचित नुह जड़े से चेतनार थिले ही ए काम कर जड़े से चेतनार थिले ए काम कर समस्ते कर संभव नुह के ना ड्रामा भाया लगे छणना भाया लगे You have no right to judge a man unless you are capable of doing what he does better than himself. तुमर कौन से अधिकार नहीं कौन से व्यक्ति प्रति मतामत देवाई जदि से जहाँ करुच्ची सी जहाँ करुच्ची व्हाट ही डज बेटर देन हिम तुम ताठू भल कर न पार यू आर कैपेबल ऑफ डूइंग व्हाट ही डज बेटर देन हिमसेल्फ जदि तार जो कार्य से करुचे से कार्य ठारू तुम्हें ताठू खूब भल भाव अधिक भल भाव कर न पारुच तुम से कार्य संपर्क संपर्क कौन से मतामत देवार अधिकार नहीं कौन से मतामत तुम दे पार नहीं एंड व्हाट इज एक्स क्राइटेरियन ऑफ जजमेंट हैज ही बिकम ए डिवाइन एक्स जो जजमेंट दौची तार कौन तार सामर्थ्य कौन योग्यता कौन से जहाँ कहूँ भगवान है
मन अच्छी माँ जो कहले समस्ते कहींपारे ना क्या समस्ते नॉर्मल भगवान छड़ा नॉर्मल कहीं नु समस्ते abnormal काली कहला समस्ते abnormal ना किए नॉर्मल अच्छी भगवान छड़ा तेणु ये कहते तुम किए कह तुम कौन भगवान हो गलानी तुम्हें मत दे पार हैज ही बिकम डिफाइन ओनली द डिवाइन नोज द ट्रू वैल्यू ऑफ इच वन आम के सहजरे कथा गुड़ा ग्रहण करने की निज भर तर्क पाटी मुंड केते कौन कर सहज चमत्कार भाव में जिन को बुझाऊँ देखो केवल भगवान से अधिकार अच्छी कौन ओनली द डिवाइन नोज द ट्रू वैल्यू ऑफ इच वन आम समस्त भितर प्रत्येक भितर असल मूल्य आमर कौन आमर असल मूल्य कौन वैल्यू केवल भगवान ही जानते भगवान छड़ा किए कहीपर आउ जी कह पार्शियाली कह कि मो विषय शुणी कहीदेव कौन मो सांगे आज्ञा सी आप सांगे चलुं ना हाँ चलुं जानी श्री अरविंदर जीवन विषय जन लिखा चाहिए श्री अरविंद अनुमान पचारे श्री अरविंद कहले तुम्हें मो जीवन विषय कौन जान लिख ये मन भाविला जन्मरू एपर्तंत सबू तथ्य कलेक्ट कर लरेन्टो स्कूल केम जा दार्जिलिंग के पढ़ुल लंडन गल से पढ़ल से फेरिक आसला फेरिक आसी बड़ोदार रहा बेंगल गला बेंगल पर जेल को गला आलिपुर आलिपुर से खलासी आसला पंडिचेरी रहा पंडिचेरी रही एपर्तंत जिते जहाँ सबू तथ्य मन मन भावी सबू तो तथ्य संग्रह कर कौन कौ कथा जानी कहीदेव तुम टे कौन जदि कौन टे भूल भटका करदे जान से कहले मो जीवन 10 भाग हुए तो बाहर को देखा जा 90 भाग भीतर अच्छे जमी समुद्र जहाज जहाज जो भासे जहाज केते भाग भीतर थाए केते भाग ऊपर को थाए ऊपर जी थाए तार 3 गुण रु बेसी तलू थाए से आम के जापर आम जानवर सामर्थ्य कौन तेणु केवल भगवान छड़ा आउ कहीं सबू डिटेल समस्त विषय सबकि मो विषय मु भी जानी मु भी जाना कथा जानी कि माँ जानी मो विषय मु जानी आम कथा आम ठारू बेसी भल नहीं पाए जे आमको नुह आमठू बेसी भल आमको जी जानी से गीतटा लाइनटा मन बेसी भाव तुम्हें तेणु ये सब विषय केवल भगवान ही करें सी हैज क्लाइम्ड ऑन द हाइट्स ऑफ ए टू रिसेंटली एक्वायर्ड प्यूरिटी टू जज एंड क्रिटिसाइज विथ अनड्यू सेवरिटी an elder brother who has always been very kind to her. She has climbed on the heights of a too recently acquired purity to judge and criticize with undue severity an elder brother who has always been very kind to her. जने कहीं महिला भद्र महिला जने टू रिसेंटली एक्वायर्ड प्यूरिटी टू जज प्यूरिटी टू जज माने किसी गोटे सामर्थ्य से हासिल कर जज जजिंग मतामत देवाई गोटे तार शुद्धता संपर्क में एंड क्रिटिसाइज विथ अनड्यू सिविरिटी अत्यंत निष्ठ पूरा अनावश्यक अनड्यू माने उचित नुह अनुचित भाव में निष्ठुर भाव में सी समालोचना कर ना एल्डर ब्रदर बड़ भाई कहते हु हैज ऑलवेज बीन वेरी काइंड टू हर जी कि प्रति सबु बेले अत्यंत दयाशील था ए भद्रमेला किसी गोटे योग्यता हासिल कले कौन कले एवं योग्यता हासिल करके आसिकी भाई की बड़ भाई को समालोचना कले अति कटु भाषा अति कटु शब्द प्रयोग कर समालोचना कले किंतु से भाई जी बड़ भाई जी प्रति सब अत्यंत दयाशील
ସବୁବେଳେ ଦୟା ପ୍ରକାଶ କରନ୍ତି, ତାଙ୍କ ପ୍ରତି ଶ୍ରଦ୍ଧା ପ୍ରକାଶ କରନ୍ତି। ଏ ଭଦ୍ରମହିଳାଙ୍କର କାର୍ଯ୍ୟ ଦେଖନ୍ତୁ କେତେ। ତେଣୁ ମା କହୁଛନ୍ତି ବି ସିଭିୟର ଟୁ ୟୋର ସେଲ୍ଫ ବିଫୋର ବିଙ୍ଗ ସିଭିୟର ଟୁ ଅଦର୍ସ। ଆଗେ ନିଜ ପ୍ରତି କଠୋର ହୁଅ, ଅନ୍ୟ ପ୍ରତି କଠୋର ହେବା ପୂର୍ବରୁ ଆଗେ ନିଜ ପ୍ରତି କଠୋର ହୁଅ। କଠୋର ମାନେ ବାଡ଼ିରେ ନିଜକୁ ପିଟିବ ନା କ'ଣ? ଅନ୍ୟକୁ ପିଟିବା ସାହାଯ୍ୟ ପିଟିବା ପୂର୍ବରୁ ଆଗେ 2-4 ପାହା ନିଜକୁ ପିଟି ଦେବ, ତାପରେ ଅନ୍ୟକୁ ପିଟିବ। କଠୋର ମାନେ ତାଙ୍କୁ ତୁମେ ଯେମିତି ଜଜ୍ କରିବାକୁ ଚାହୁଁଛ, ତାଙ୍କୁ ତୁମେ ଯେମିତି ସମାଲୋଚନା କର, ଯାହା ଆଗେ ନିଜକୁ ଦେଖ, ନିଜକୁ ଆଗେ ଦେଖ, ନିଜ ଭିତରେ ସେସବୁ ଖୋଜ। ଏଇଟା କଠୋର ଭାବରେ କର, ସିଭିୟର, ଅତି କଡ଼ା ଭାବରେ ନିଜକୁ ଭଲ କରି ପର୍ଯ୍ୟବେକ୍ଷଣ ଦେଖ, ଅନ୍ୟକୁ ଦେଖିବା ପୂର୍ବରୁ। ଆମେ ଯଦି ଗୋଟେ ଫଟା ପୋଷାକ ପିନ୍ଧୁଛୁ, ଫଟା ସାର୍ଟ, ଏବଂ ବାହାରେ ଗୋଟେ ଲୋକଟେ ଫଟାଟେ ପିନ୍ଧିକି ଆସିଛି, ତୁମ ଆଖି ତା ଫଟାରେ ପଡ଼ିଲା, ଏ ଆଖି ତ ସେଇଆ ନା, ଯେଉଁଠି ଫଟା ଅଛି ସେଇଠି ପଡ଼ିବ। ସେଠି ତୁମେ କହିଲ କିରେ କ'ଣ ଚିରା ଜାମାଟା ପିନ୍ଧୁଛୁ, ଏଠି କହିଲା ବେଳକୁ ସାମ୍ନାରେ ଜଣେ ଲୋକ ଅଛି, ସେ କହିଲା ଭାଇ କ'ଣ ହେଲା ନା, ଦେଖନ୍ତୁ ତଳଟା କ'ଣ ଚାହିଁଥିଲି, ଏଇ ମୋର ତ ଫାଟି, ହଁ ଯା 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 ଯାଉ କହୁଥିଲ ଫଟା ଜାମାଟା କ'ଣ ପିନ୍ଧୁଛୁ, ସେ ବିଚରା ଭଦ୍ରଲୋକ ବୋଲି ତୁମ ଫଟା ଯାକୁ ଦେଖେଇନି, ଆଉ ଜଣକେ ଦେଖିକି କହିଲା ଭାଇ ତୁମ ନିଜ ଜାମାର ବା ଫଟା, ନିଜେ ଚିରାଟା ପିନ୍ଧୁଛ, ତା ଚିରା କ'ଣ ଦେଖିଲ? ସେତେବେଳେ ଜଣେ କନସିୟସ୍ ହେଇଯିବ, ଆରେ ମୁଁ ନିଜ ଫଟା ଦେଖିନଥିଲି। କାରଣ ଆମ ନେଚର ହେଉଛି ଆମେ ସବୁବେଳେ ମନ୍ଦଟା ଦେଖିବୁ, ମନ୍ଦ ଦେଖିବୁ କହିଦେବୁ, ନିଜକୁ ଦେଖିବୁ, ନିଜ ଭିତରେ ଜଣେ ଦେଖିବୁ। ସେ ଗୋଟେ ଆସିଥିଲା ବହୁତ ଦିନ ତଳେ, ଆପଣ ଦେଖିଥିବେ ଭିଡ଼ିଓରେ ଆସିଥିଲା, ଜଣେ ଅଧ୍ୟାପକ ଜଣେ ତାଙ୍କ ଛାତ୍ରମାନଙ୍କୁ ସମସ୍ତଙ୍କୁ ଦେଲେ, ଛାତ୍ରମାନେ ସେମାନେ ସବୁ ଟ୍ରେନିଂ ନେବାକୁ ଆସିଛନ୍ତି, ଶିକ୍ଷକମାନେ ସବୁ ଟ୍ରେନିଂ ନେବାକୁ ଆସିଛନ୍ତି, ଶିକ୍ଷାନବିଶ। ତା ସମସ୍ତଙ୍କୁ ଗୋଟେ ହ୍ୱାଇଟ୍ ପେପର ଦେଲେ, କାରଣ ଟେବୁଲ ଉପରେ ଗୋଟେ ହ୍ୱାଇଟ୍ ପେପର ଥୁଆ ହେଇଛି, ଏବଂ ସେ ହ୍ୱାଇଟ୍ ପେପରଟା ଏବେ କେହି ଧରନି, ମୁଁ ଯେତେବେଳେ କହିବି ସେତେବେଳେ ଦେଖିବ। ସେଠୁ ସମସ୍ତେ ଦେଖିଦେଲେ, ହଁ ଅଛି ହ୍ୱାଇଟ୍ ପେପର ଅଛି। ତାପରେ କହିଲେ ବର୍ତ୍ତମାନ ସମସ୍ତେ ଏକାବେଳକୁ ଓଲଟାଅ। ସମସ୍ତେ ଓଲଟେଇଲେ, ଦେଖିଲେ ତା ମଝିରେ ଠିକ୍ ହ୍ୱାଇଟ୍ ପେପର ମଝିରେ ଠିକ୍ ଗୋଟେ କଳା ବୁନ୍ଦା ଅଛି। କହିଲେ ବର୍ତ୍ତମାନ ଯାହା ଦେଖୁଛ ସେ ସମ୍ପର୍କରେ ଲେଖ, ବର୍ତ୍ତମାନ ଯାହା ଦେଖୁଛ ସେ ସମ୍ପର୍କରେ ଲେଖ, ଏବଂ ତୁମକୁ 5 ମିନିଟ୍ ସମୟ ଦେଲି, 5 ମିନିଟ୍ କି 10 ମିନିଟ୍ କ'ଣ ଗୋଟେ ସମୟ ଦେଲି, ତାପରେ ମୋତେ ଦେଖିବ। 10 ମିନିଟ୍ ପରେ ସମସ୍ତଙ୍କୁ ଖାତା ମାଗି ନେଇଗଲେ। ଦେଖିବାକୁ ସମସ୍ତେ ସେ କଳା ବୁନ୍ଦାକୁ ଆନାଲାଇଜ୍ କରି ଲେଖିଛନ୍ତି, କିଏ ତାର ଦୈର୍ଘ୍ୟ ଲେଖିଛି, କିଏ ତାର ମାନେ ସରକମ୍ଫରେନ୍ସ ଲେଖିଛି, ପରିଧି କେତେ ଲେଖିଛି, କିଏ କଳା ରଙ୍ଗ ଉପରେ ଲେଖିଛି, କଳା ରଙ୍ଗର ଉପମା ଦେଇକି ଲେଖିଛି, କଳା ହେଉଛନ୍ତି ଜଗନ୍ନାଥ, କଳା ହେଉଛି ହାତୀ, କଳା ଏମିତି ସେମିତି, ଏମିତି କଳାର ରାତି ହେଉଛି କଳା, ଆଉ କଳା ନଥିଲେ ଧଳାର ଚିହ୍ନ ନାହିଁ, ଏମିତି କଳା ଉପରେ ସମସ୍ତେ ଲେଖି ଚାଲିଛନ୍ତି। ସବୁ ସରିଲା ପରେ ସେ କହିଲେ, ଭଦ୍ରଲୋକ କହିଲେ, ଅଧ୍ୟାପକ, ଆଚ୍ଛା ବାବୁମାନେ ତୁମକୁ କାଗଜଟା ଦେଇଥିଲି, କାଗଜରେ ବେଶୀ ଭାଗ ଧଳା ନା ବେଶୀ ଭାଗ କଳା? ସମଗ୍ର କାଗଜଟି ଧଳା, କିନ୍ତୁ ଗୋଟିଏ ବୁନ୍ଦା କଳା ମଝିରେ ଥିଲା। ସେ ଧଳାକୁ ତ କେହି ଦେଖିପାରିଲେନି, କଳା କାହିଁ ଦେଖିଲ ସମସ୍ତେ? ତାର କାରଣ ହେଉଛି ଆମ ଆଖି ସେଇଆ ଖୋଜେ। ତୁମର କେଉଁଠି ଅସୁବିଧା ଅଛି, ତୁମେ କେଉଁଠି ଫଟା ପିନ୍ଧ, ତୁମେ କେଉଁଠି ମିଛ କହିଛ କାହାକୁ, ତୁମେ କେଉଁଠି କ'ଣ କଲ, ଏଇଟା ମୋ ବେଶୀ ଗୁରୁତ୍ୱପୂର୍ଣ୍ଣ, ମୋର ଅପେକ୍ଷା ମୋର ଏସବୁ ନେଚର ପାଇଁ ମୁଁ ଗୁରୁତ୍ୱପୂର୍ଣ୍ଣ ନୁହଁ। ସେଥିପାଇଁ ମା କହିଲେ ବି ସିଭିୟର ଟୁ ୟୋର ସେଲ୍ଫ ବିଫୋର ବିଙ୍ଗ ସିଭିୟର ଟୁ ଅଦର୍ସ। ତାପରେ କହିଲେ ଡୁ ନଟ୍ ମାଇଣ୍ଡ ଦ ଷ୍ଟୁପିଡିଟି ଅଫ୍ ଅଦର୍ସ, ମାଇଣ୍ଡ ୟୋର ଓନ୍। ଅନ୍ୟମାନଙ୍କ ନିର୍ବୋଧ ପଣିବା ପାଇଁ ଜମା ଭାବ ନାହିଁ, ନିଜର ନିର୍ବୋଧ ପଣିବା ପାଇଁ ଚିନ୍ତା କର। ଅନ୍ୟମାନେ ଯାହା କରୁଛନ୍ତି ବୋକାମି ବହୁତ,
तुम्हें तो भारी पंडित आरे कि बोका नुह आम समस्ते गोटे गोटे निर्बोध तेणु समस्ते निर्बोध आउ जन निर्बोध हो कहीं चिंता सांग रही शोवा गोटे गीत सब तू तो जा मु तो से तेरे सांग चल शोवा आम कहीं से कथा कह It would be better if the mind also did not meddle with others' affairs, and still more if the vital took no interest in them. माँ कहले कहले जे ये बहुत भल हम जदि तुमर अन्य मान कथार यहाँ निश्चित यहाँ सामान जिन काटिद ये I would suggest to you for your future guidance and to meddle in matters which do not concern you. माँ कहले मु तुमको भविष्य परामर्श दूसरी गोटे गाइडेंस दूसरी भविष्य नॉट टू मेडल इन मैटर्स व्हिच डू नॉट कंसर्न यू अन्य कथार जो जहाँ जो घटना घटुची जब से तुमर किसी प्रोब्लेम होनी तुम किसी क्षति होनी तुम किसी असुविधा नहीं से तुम व्यस्त होनी आम से दिन जो कहती कंटा बाड़े लुगा पकड़ कजिया कर नेचर या से गोटे असुविधा कर पहुँची सागे सागे मतामत मामलतकारी करवा गोटे आम नेचर थाए जब तुम्हें से संपृक्त नुह गोटे कॉलेज जन प्रोब्लेम होती आप जाए मामलतकारी पाटिमुंड कर जहाँ पचारा भाई कौन है ना से फिजिक्स लैब रे कि पशिक हाथ में भांगी जाए जिन दुईटा आउ काली होता लास्ट किए थी आम जानू कौन गोटे सब प्रोब्लेम इन फिजिक्स लैब गोटे जी बेसी पार्टी को पचरा भाई आप कौन फिजिक्स फैकल्टी मेंबर आप ना नाई ना आप किए ना मो हिस्ट्री तो हिस्ट्री फैकल्टी तुम तो हिस्ट्री फैकल्टी तुम फिजिक्स जाए पशिक कहीं पार्टी कर तुमर तो से किसी हस्तक्षेप करार नहीं कहार नहीं से कह कि ना यहाँ मो नेचर आज्ञा कहनी मो नेचर आज्ञा मोर दरकार न पशिक पाटिमुंड करे किंतु से न कहले भी यहाँ हूँ तार दोष तार दुर्बलता तार आवश्यक थाऊ बा न थाऊ आवश्यक थाऊ बा न थाऊ से भर पशो मुंड पुरे गोटे पाटिमुंड कर गोटे से जिनस को स्ट्रिक्टली मना कर आई वुड सजेस्ट टू यू फॉर योर फ्यूचर गाइडेंस तो भविष्य कौटा गोटे प्रोब्लेम हो जी आसी माँ कहवाई माँ तक सजेस्ट कर तो भविष्य परामर्श दूसरी भविष्य परामर्श दूसरी नॉट टू मेडल इन मैटर्स व्हिच डू नॉट कंसर्न यू कौन तू मुंड पुरेबुनि कौन घटना जो थे तोर कौन संपृक्ति ना तोर कौन संपृक्ति ना तू मुंड पुरेबुनि जमा सब डिपार्टमेंट भितर हो आश्रम भिन्न भिन्न डिपार्टमेंट कि कौ डिपार्टमेंट से निजे काम कर गोटे डिपार्टमेंट अन्य डिपार्टमेंट प्रोब्लेम आसिक कह माँ को माँ या कही ये कि गोटे हो इफ एक्स इज स्टिल हियर इट इज बिकज आई चूज टू कीप हर विथ मी माँ कल जदि एक्स तथापि अच्छी ता अर्थ मुझे रखा चाहूँ इट इज बिकज आई चूज टू कीप हर विथ मी कारण मुझे मो सागे रखा चाहूँ से अच्छी कि माँ चाहिए रखापी तुम्हें तो दोष त्रुटि देखिए सर्टिफिकेट दौच दोषरे परिपूर्ण तुम्हें एवं माँ को कहूँ विदा कर दियो माँ कहले मुझे रखा चाहूँ मुझे रखा चाहूँ बोली मो पाखे रखी सब यही प्रकार नेचर सब जो आम मानकर अच्छी आम तो पढ़ी दौचु आउ दिन गोटे सेमती कही गोटे टास्क नियो बोली गोटे होम टास्क ना भाया गोटे टास्क नियो घर को समस्ते जो मैंने पढ़ु शुणुंट विभिन्न जगह ये पाठचक्र को भी मैं अनुरोध करुँच गोटे टास्क नि
ଏଇ ଯେଉଁ ମା କେତୋଟି କଥା କହିଲେ ତୁମର ଯଦି ସେଥିରେ ସମ୍ପୃକ୍ତି ନାହିଁ ତୁମେ ସେଥିରେ ମୁଣ୍ଡ ପୁରାଅନି। ଆଉ କାହାକୁ କହିବା ପୂର୍ବରୁ ନିଜକୁ ଭଲ ଭାବରେ ଦେଖ। ଯେଉଁ ବିଷୟରେ ଅନ୍ୟକୁ ତୁମେ ସମାଲୋଚନା କରୁଛ ବା ତା ବିଷୟରେ ମତାମତ ଦେଉଛ ସେ ବିଷୟରେ ତୁମ ଭିତରେ କେତେ ତୁମେ ପରଫେକ୍ଟ ତାକୁ ଆଗେ ମାପ ଦେଖ। ଏମିତି ଗୋଟେ ଟାସ୍କ ନେଇପାରିବା କି ଆମେ ଯେ ଆମେ ଆକୁ ପ୍ରାକ୍ଟିସ୍ କରିବା। ଆମେ ପ୍ରାକ୍ଟିସ୍ କରିବା। ଆମେ ଅନ୍ୟମାନଙ୍କ ଉପରେ ମତାମତ ଦେବାରେ ସମସ୍ତେ ସିଦ୍ଧହସ୍ତ। ଅନ୍ୟମାନଙ୍କ ଉପରେ ଗୋଟେ ଗ୍ରମ୍ବଲ୍ କରିବା, ଅଶାନ୍ତି ପ୍ରକାଶ କରିବା, ସମସ୍ତେ ଆମେ ବହୁତ ଭୟଙ୍କର ଭାବରେ ଜ୍ଞାନୀ ସେ ବିଷୟରେ ବହୁତ ବଢ଼ିଆ କରୁ। କିନ୍ତୁ ମା କହୁଛନ୍ତି ତୁମେ ନିଜେ ନିରବ ହଉ, ତୁମେ କିଛି କୁହନି। ଯଦି ତୁମର ସେ ଦୁର୍ବଳତା ଅଛି ତୁମେ କିଛି କୁହନି, ସେ ତୁମେ ମୁଣ୍ଡ ପୁରାଅନି ଜମା। ଯଦି ତୁମ ସେ ଦାୟିତ୍ୱ ନାହିଁ ସେଥିରେ ତୁମେ ସେଥିରେ ଜମା ଅଂଶଗ୍ରହଣ କରନି। ଏଇସବୁ ବିଷୟରେ ମା ଏତେ ସ୍ପଷ୍ଟ ଭାବରେ କହିଛନ୍ତି। ଆମେ ଗୋଟେ ଟାସ୍କ ନେଇପାରିବା କି? ହେନ୍ସ ଫର୍ଥ ଆଇ ୱିଲ୍ ଟ୍ରାଏ। ଟାସ୍କ ମାନେ କ'ଣ? ନିଜ ଭିତରେ ଗୋଟେ ଦାୟିତ୍ୱ ନେବା। ଏହା ପରଠୁ ମୁଁ ଚେଷ୍ଟା କରିବି। କ'ଣ ଚେଷ୍ଟା କରିବ ନା ଯେଉଁ ଜାଗାରେ ତୁମର ଭୂମିକା ନାହିଁ ସେଠି ତୁମେ ହସ୍ତକ୍ଷେପ କରି ଗଣ୍ଡଗୋଳ କରିବନି। ତୁମର ଭୂମିକା ସେଠି କିଛି ନାହିଁ। ଏ ତ ସାଧନା ତ ବହୁତ ପଛର କଥା ଅଛି। ଏ ଡେଲି ଦୈନନ୍ଦିନ ଜୀବନର କଥାକୁ ମା କହୁଛନ୍ତି। କେତେ ସୁନ୍ଦର ଭାବରେ ଉଦାରତା ପ୍ରକାଶ କର, ଅନ୍ୟର ଅସୁବିଧାରେ ଉଦାରତା ପ୍ରକାଶ କର। ଏଗୁଡ଼ାକ ଚେଷ୍ଟା କରିବା। ଆଜି ଆଟଲିଷ୍ଟ ଯେତିକି ଆମେ ପଢ଼ିଲୁ ଏଗୁଡ଼ାକ ଆମ ଜୀବନରେ ଖୁବ୍ ସହଜେ ଆମେ କରିପାରିବା। ଆମ ଜୀବନରେ ସହଜରେ କରିପାରିବା। ଏବଂ ଯେଉଁମାନେ ପଢ଼ିଲା ବେଳେ ଶୁଣିଲା ବେଳେ ଭାବୁଛନ୍ତି ଏଇଟା କାହିଁ ମୋ ଭିତରେ ତ ରହିଯାଇଛି, ଆଉ ମା ଯେଉଁଟା ଉଖାଡ଼ି ଦେଲେ ମୋତେ ସୂଚେଇ ଦେଲେ ମୁଁ ଜାଣିନେଲି ମୋ ଭିତରେ ଏଇଟା ରହିଯାଇଛି। ଆଉ ତେଣୁ ମାଙ୍କ ପାଖରେ କୃତଜ୍ଞ ହେବା ଯେ ମା ଆମକୁ ମୋ ଭିତରେ ଏଇ ଜିନିଷଟା ଅଛି ବୋଲି ଆଜି ଏଇଠି ପାଠ୍ୟକ୍ରମରେ ଶୁଣେଇଥିଲେ। ମୋତେ କହିଲେ ଯେ ଏଗୁଡ଼ାକ ପାଇଁ ସତର୍କ ହ, ଆକୁ ନିଜ ଜୀବନରେ ଆଚରଣ କର। ଶୁଣିକିରି ଖୁସି ହୁଅନି ଯାହା ହଉ ଆଜି ବଢ଼ିଆ ଲାଗିଲା ପାଠ୍ୟକ୍ରମ, ନା ସେଥିରେ କିଛି ଆସେନି। କାରଣ ପାଠ୍ୟ ବଢ଼ିଆ ଲାଗିଲା କହିଦେବୁ, ପଛେ ଦେଖିଲା ବେଳକୁ କ'ଣ କୁହାଯାଏ ମନେ ଅଛି। ଜଣେ ଭଦ୍ରଲୋକ ଆସିଲେ ଏଠିକି, ଭଦ୍ରଲୋକ ନୁହଁ ଭଦ୍ର ମହିଳା ଜଣେ ମୋ ରୁମ୍କୁ ଗଲେ। ମୋ ରୁମ୍ରେ ମୁଁ ଯେଉଁ ସାର୍ଟ ପିନ୍ଧେ ସବୁ ସେ ସାର୍ଟକୁ କାଢ଼ିକି ଟାଙ୍ଗିଦିଏ, କାନ୍ଥରେ ଅଛି ଟାଙ୍ଗିବା ପାଇଁ। କଥାବାର୍ତ୍ତା ହଠାତ୍ ଚାହିଁଦେଲେ ପଛକୁ, କହିଲେ ଭାଇ ଏଇ ଯେଉଁ ସାର୍ଟଟା ନୁହଁ ଆପଣଙ୍କର, ଆପଣ ସେଦିନ ଯେଉଁ ପାର୍ଚର କଲେ ଆକୁ ପିନ୍ଧିନଥିଲେ? ମୁଁ କହିଲି କେଉଁ ପାର୍ଚର କରିଥିଲେ? ମୋର ମନେ ନାହିଁ, ଏଇଟା ତ ସାର୍ଟରେ କେଉଁ ଦିନ ପିନ୍ଧିଥିବେ। ନାଇଁ ନାଇଁ ଏଇ ସାର୍ଟଟା କିନ୍ତୁ ଆପଣ ପହଞ୍ଚି ପାର୍ଚର କରିଥିଲେ, ମୋର ପୁରା ମନେ ଅଛି, ଏଇ ସାର୍ଟଟା ମନେ ଅଛି। ମୁଁ କହିଲି ପାର୍ଚର ମୁଁ କ'ଣ କହିଥିଲି ସେ ପାର୍ଚରରେ? ମୁଁ କ'ଣ କହିଥିଲି ମନେ ନାହିଁ, କେଉଁ ସାର୍ଟଟା ପିନ୍ଧିଥିଲି ମନେ ରଖିଛ? ସେଇଥିପାଇଁ ପାର୍ଚକ ଦେଖୁଥିଲ? ମୁଁ କେଉଁ ସାର୍ଟଟା ପିନ୍ଧିଥିଲି ସେଇଟା ମନେ ରଖିବା ପାଇଁ ପାର୍ଚକରେ ଆଟେଣ୍ଡ କରୁଥିଲ ନା କ'ଣ ମୁଁ କହିଲି? ମୁଁ ତ ମନରୁ କହୁନି, ମାଆଙ୍କ ବାଣୀ ପଢ଼ିକି ଆଲୋଚନା କରେ। କ'ଣ ମୁଁ କହିଲି ପଚାରିଲା ବେଳକୁ ନା ନାଇଁ ମନେ ନାହିଁ ଭାଇ, କିନ୍ତୁ ଭାରି ଭଲ ଲାଗିଥିଲା। ହଁ ମୁଁ କହିଲି ଭଲ ଲାଗିଥିଲା, ତଥାପି ତ ଭଲ ଲାଗିଥିଲା, କିନ୍ତୁ ତୁମେ ବେଶୀ ସମୟ ସାର୍ଟକୁ ଦେଖି ଚଳି ସାର୍ଟଟାକୁ ମୁଖସ୍ଥ କରିଦେଇଛ, ସାର୍ଟଟା ମନେ ରହିଯାଇଛି। ଇଟ୍ ଇଜ୍ ୱାନ୍ ଅଫ୍ ଦି ହାଇଏଷ୍ଟ ଭର୍ଚ୍ୟୁଜ୍। ଏ ଗୋଟେ ବହୁତ ଉଚ୍ଚ କୋଟିର ଗୋଟେ ସଦ୍ଗୁଣ, ଗୋଟେ ହାଇଏଷ୍ଟ ଭର୍ଚ୍ୟୁଜ୍। କ'ଣ ନା ନଟ୍ ଟୁ ପୋକ୍ ୟୋର୍ ନୋଜ୍ ଇନ୍ ଦି ଆଫେୟାର୍ସ ଅଫ୍ ଅଦର୍ସ। ଅନ୍ୟମାନଙ୍କ କଥାରେ ମୁଣ୍ଡ ପୁରାଅ ନାହିଁ। ନୋଜ୍ କାହିଁ କୁହାଯାଇଛି ମୁଁ ଜାଣିନି, ଇଂଲିଶରେ ତ ନୋଜ୍ କୁହାହୁଏ। ପୋକ୍ ୟୋର୍ ନୋଜ୍ ଏଇଥିପାଇଁ କୁହାହେଇଛି ନାଇଁ ନାକ, ହଁ ପର କଥାରେ ମୁଣ୍ଡ ପୁରାନି ମାତ୍ର ନାହିଁ। ନାକଟା ବାହାରକୁ ବାହାରିଛି ତ ସେଇଗୁଟା ବୋଧେ ପଶିଯାଏ ଆଗେ। ପୋକ୍ ୟୋର୍ ନୋଜ୍ କାହିଁ କୁହାହେଲା? ମା ପ୍ରଥମ କହିନାହାନ୍ତି, ଏଇଟା ସମସ୍ତେ କହନ୍ତି ଏଇ ଲାଇନ୍ଟାକୁ, ନଟ୍ ପୋକ୍ ୟୋର୍ ନୋଜ୍। କୌଣସିରେ ତୁମେ ମୁଣ୍ଡ ପୁରାଅନି, କାହା କଥାରେ ମୁଣ୍ଡ ପୁରାଅନି। ସେ ଜଣେ କହୁଥିଲା ଭଗବାନ ଜାଣିଛନ୍ତି ବୋଲି କାନ ଦୁଇଟା ବାହାରେ ରଖିଛନ୍ତି, ନହେଲେ ଆମେ ମୁଖା କେମିତି ପିନ୍ଧିଥାନ୍ତେ, ମାସ୍କ ପିନ୍ଧିଥାନ୍ତେ କେମିତି? କାନ ଭିତରେ ଥାନ୍ତା, ଦୁଇଟା ଖୁଣ୍ଟ ପୋତିବାକୁ ପଡ଼ିଥାନ୍ତା ଦୁଇପଟେ, ନହେଲେ ମାସ୍କ କେମିତି ପିନ୍ଧିଥାନ୍ତେ? ମାସ୍କ ପିନ୍ଧିବା ପାଇଁ ଭଗବାନ ଆଗକୁ ଜାଣିଛନ୍ତି ମାସ୍କ ପିନ୍ଧିବା ଦରକାର ପଡ଼ିବ, ସେଥିପାଇଁ ଦୁଇଟା କାନ ଦୁଇ ପଟେ ଝୁଲେଇଛନ୍ତି। ସେମିତି ଡୁ ନଟ୍ ପୋକ୍ ୟୋର୍ ନୋଜ୍। କେଉଁଥିରେ ତୁମ ମୁଣ୍ଡ ପୁରା, ଯେଉଁଥିରେ ତୁମ ଆବଶ୍ୟକତା ନାହିଁ କି ମୁଣ୍ଡ ପୁରାଅନି। ଏଇସବୁ ଗୁଡ଼ା କେତେବେଳେ କଥା କହିଲେ ଯେଉଁଗୁଡ଼ାକି ଆମକୁ ଆମେ ଚାହିଁଲେ ପ୍ରାକ୍ଟିସ୍ କରିପାରିବା।
এটা খুব ଗୋଟେ ବିରାଟ କଷ୍ଟକର ବ୍ୟାପାର ନୁହଁ। ଯଦି କୁହାହେବ କାଲିଠୁ ଆଉ ମିଛ କହିବିନି, ଗୋଟେ କଷ୍ଟକର ବ୍ୟାପାର ହେଇପାରେ। ହୁଏତ କେହି କେହି ସଂକଳ୍ପ କରନ୍ତି ମିଛ ଛାଡ଼ିଦେଇ ମଝିରେ କହିଲା ପୁଣି ନାଇଁ ସଂକଳ୍ପ କରିକି ଭାଙ୍ଗିଲା ଆଉ କହିବିନି ଯେତିକି ହେଇଛି ଆଉ କହିବିନି, କଷ୍ଟକର ହେଇପାରେ। କିନ୍ତୁ କାହା ସମସ୍ୟାରେ ମୁଁ କାହିଁ ମୁଣ୍ଡ ପୁରେଇବି? ମୋତେ ଯଦି ଡକା ହେଇନି, କୁହା ହେଇନି, ବିଚାର କରିବାକୁ କୁହା ହେଇନି, ସାହାଯ୍ୟ ମଗା ହେଇନି, ମୁଁ କାହିଁ ମୁଣ୍ଡ ପୁରେଇବି? ଏଇ ହେଉଛି ନିଜ ଜୀବନରେ ଆଚରଣରେ ପ୍ରକାଶ କରିବା କଥା। ମୁଁ ଅନୁରୋଧ କରିବି ଯେଉଁମାନେ ଆମେ ଶୁଣୁଛୁ ଚେଷ୍ଟା କରିବା। ମୁଁ ଅନୁରୋଧ କରିବା ପୂର୍ବରୁ ମୁଁ ନିଜେ ଆଗେ ଚେଷ୍ଟା କରିବି। ମୋର ବି କ'ଣ ଥାଇପାରେ କିଛି କିଛି, ଅନ୍ୟମାନଙ୍କ କଥାରେ ନାକ ପୁରେଇବା ପାଇଁ ସମୟ ଦରକାର। ସମୟ ତ ବହୁତ କମ୍ ଥାଏ, ତେଣୁ ଏ ବିଷୟରେ ସୁଯୋଗ ବା ଦୁର୍ଯୋଗ ମିଳେନି। କିନ୍ତୁ କେତେବେଳେ କେମିତି ହେଉଥିବ କହିଦେଇଛି। ସେଥିପାଇଁ ମୁଁ ବି ଚେଷ୍ଟା କରିବି। ମୁଁ ଚେଷ୍ଟା କରି ନ କହିକି ଅନ୍ୟମାନଙ୍କୁ କହିବି ଚେଷ୍ଟା କର, ସେମିତି ହେବନି। ସମସ୍ତେ ଚେଷ୍ଟା କରିବାକୁ ପଡ଼ିବ। ଏତିକି ସରିଲା। କାଲି ପଡ଼ିବା ହେଲ୍ପିଂ ଅଦର୍ସ ଆଣ୍ଡ ଦି ୱାର୍ଲଡ। ଏଠି ଜଜିଂ ଅଦର୍ସ ହେଇଥିଲା, କାଲିଠୁ ପଡ଼ିବା ହେଲ୍ପିଂ ଅଦର୍ସ, ଅନ୍ୟମାନଙ୍କୁ ସାହାଯ୍ୟ କରିବା, ଅନ୍ୟମାନଙ୍କୁ ମତାମତ ଦେବା ଗଲା ଜଜିଂ ଅଦର୍ସ। ଭଗବତ ସେବକର ପ୍ରାର୍ଥନା। ବିଘ୍ନ ବିନାଶନ ହେ ଭଗବାନ, ଜୟ ହେଉ ତୁମର। ଆମମାନଙ୍କ ଅନ୍ତରରେ କିଛି ହେଲେ ଯେପରି ତୁମ କାର୍ଯ୍ୟରେ ଆଉ ବିଘ୍ନ ନ ଘଟାଏ, କିଛି ହେଲେ ଯେପରି ତୁମର ଆବିର୍ଭାବରେ ଆଉ ବିଳମ୍ବ ନ ଘଟାଏ। ସକଳ ବିଷୟରେ ସକଳ ମୁହୂର୍ତ୍ତରେ ପୂର୍ଣ୍ଣ ହେଉ ତୁମର ଇଚ୍ଛା। ତୁମ ସମ୍ମୁଖରେ ଛିଡ଼ା ହେଇଛୁ ଆମମାନେ, ତୁମର ଇଚ୍ଛା ହିଁ ଆମମାନଙ୍କ ମଧ୍ୟରେ, ଆମମାନଙ୍କ ସତ୍ତାର ପ୍ରତ୍ୟେକ ଅଙ୍ଗରେ, ପ୍ରତ୍ୟେକ କର୍ମରେ, ଉଚ୍ଚତମ ଚୂଡ଼ାରୁ ତୁଚ୍ଛତମ ପ୍ରତ୍ୟେକଟି କୋଷରେ ପୂର୍ଣ୍ଣ ହେଉ। ତୁମଠାରେ ଆମମାନଙ୍କର ନିଷ୍ଠା ହୁଏ ଯେପରି ସର୍ବାଙ୍ଗୀନ ଚିରନ୍ତନ। ଆମମାନେ ଅନ୍ୟ ସବୁକିଛି ପରିହାର କରି ଚାହୁଁ ସମ୍ପୂର୍ଣ୍ଣ ରୂପେ ତୁମ ପ୍ରଭାବର ଅଧୀନରେ ରହିବାକୁ। ଆମମାନେ କେବେ ଯେପରି ନ ଭୁଲୁ ତୁମ ନିକଟରେ ଗଭୀର ଭାବରେ, ନିବିଡ଼ ଭାବରେ କୃତଜ୍ଞ ରହିବାକୁ। ପ୍ରତି ମୁହୂର୍ତ୍ତରେ ତୁମେ ଆମମାନଙ୍କୁ ଯେଉଁ ଅପରୂପ ସମ୍ପଦ ସବୁ ଦାନ କରି ଯାଉଛ, ସେସବୁର କିଛି ହେଲେ ଯେପରି ଆମମାନେ ଅପଚୟ ନ କରୁ। ଆମମାନଙ୍କର ପ୍ରତ୍ୟେକ ଅଙ୍ଗ ଯେପରି ତୁମ କାର୍ଯ୍ୟରେ ସହଜ ରୁହେ, ସେସବୁ ଯେପରି ପ୍ରସ୍ତୁତ ହୋଇ ଉଠନ୍ତି ତୁମର ସିଦ୍ଧି ସକାଶେ। ପରମ ସିଦ୍ଧିକର୍ତ୍ତା ହେ ଭଗବାନ, ଜୟ ହେଉ ତୁମର। ତୁମର ବିଜୟରେ ଦିଅ ଆମମାନଙ୍କର ଜ୍ୱଳନ୍ତ ସକ୍ରିୟ ଚରମ ଅଟଳ ବିଶ୍ୱାସ। English prayer. In the name of the mother, for the sake of the mother, by the power of the mother, with the strength of the mother, to all adverse, harmful, being or force, I order to quit this place at once and forever.